ଥରେ ବାଘକୁ କିଏ କହିଲା ଯେ ତାର ପାଟି ବହୁତ ଗନ୍ଧ ହେଉଛି। ବାଘ ଏଥିରେ ଖୁବ୍ ରାଗିଗଲା। ବାଟରେ ଗଲାବେଳେ ସେ ମେଣ୍ଢାକୁ ଦେଖିଲା। ମେଣ୍ଢାକୁ ଡାକି ପଚାରିଲା, ତୁ କହିଲୁ ମୋର ପାଟି କ'ଣ ଗନ୍ଧାଉଛି କି? ମେଣ୍ଢା ଭାବିଲା ବାଘ ବୋଧେ ପ୍ରକୃତରେ ସତ କଥା ଜାଣିବାକୁ ଚାହୁଁଛି। ତେଣୁ ସେ ମେଣ୍ଢାଟି ବାଘର ପାଟିକୁ ଶୁଙ୍ଘି ସତ କଥା କହିଲା, ହଁ, ଗନ୍ଧଉଛି। ବାଘ ଏଥିରେ ରାଗିଯାଇ ସେ ମେଣ୍ଢାକୁ ମାରିଦେଲା। ତାପରେ କିଛି ବାଟ ଗଲା ବାଘ ଛେଳିକୁ ଡାକି ପଚାରିଲା, ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ହେଲେ ଛେଳି ବାଘକୁ ଖୁସି କରିବାକୁ ଯାଇ କହିଲା, ନାଇଁ ଆଜ୍ଞା, ଆପଣଙ୍କ ପାଟି ମୋଟେ ଗନ୍ଧାଉ ନାହିଁ। ଆପଣଙ୍କ ପାଟିରୁ ତ ବାସ୍ନା ବାହାରୁଛି। କିନ୍ତୁ ବାଘ ଜାଣିପାରିଲା ଯେ ଛେଳି ତାକୁ ଖୁସି କରିବା ପାଇଁ ଖୋସାମତ କରୁଛି। ତେଣୁ ସେ ଛେଳିକୁ ସଙ୍ଗେ ସଙ୍ଗେ ମାରିଦେଲା। କିଛି ସମୟ ପରେ ସେହି ବାଟ ଦିଏ ବିଲୁଆଟିଏ ଯାଉଥିଲା। ବିଲୁଆକୁ ଦେଖି ବାଘ ଡାକ ପକାଇଲା। ବିଲୁଆ ଦେଖିଲା ମେଣ୍ଢା ଓ ଛେଳି ତ ମରି ପଡ଼ିଛନ୍ତି। ସେ ଏଥିରେ ବିପଦ ଅଛି ବୋଲି ଜାଣିପାରିଲା। କହିଲା, ବାଘ ମାମୁଁ ମୋତେ କାହିଁ ଡାକୁଥିଲେ? ବାଘ ପଚାରିଲା, ଆଚ୍ଛା କହିଲୁ, ମୋ ପାଟି ଗନ୍ଧଉଛି କି ବାସ୍ନା କରୁଛି? ବିଲୁଆ ତ ମେଣ୍ଢା ଆଉ ଛେଳିକୁ ମରି ପଡ଼ିବାର ଦେଖିଥିଲା। ସେ ବିପଦ ଅଛି ବୋଲି ଜାଣି ବାଘକୁ କହିଲା, କ'ଣ କହିବି ଆଜ୍ଞା, କିଛି ଦିନ ହେଲାଣି ମୋତେ ବହୁତ ଥଣ୍ଡା ହୋଇଛି। ତେଣୁ ମୋ ନାକ ବନ୍ଦ ଅଛି। ମୁଁ ବା କେମିତି ଜାଣିବି ଆପଣଙ୍କ ମୁହଁ ଗନ୍ଧଉଛି କି ନାହିଁ? ଏହା କହି ବିଲୁଆ ସେଠାରୁ ଚାଲିଗଲା। ତେଣୁ କଥାରେ ଅଛି ପରା, ସମୟ ଦେଖି ବେଳେ ବେଳେ ଚୁପ୍ ରହିବା ହିଁ ସବୁଠାରୁ ଭଲ ଅଟେ। ତାହା ହିଁ ଆମ ପାଇଁ ମଙ୍ଗଳଦାୟକ।